ମୁହଁ ଖୋଲିଲେ ୟୁଟ୍ୟୁବର। ପ୍ରେମିକା ମୃତ୍ୟୁର 1.5 ମାସ ପରେ ମୁହଁ ଖୋଲିଲେ ଲଭ୍ ହାସ୍ତା। କହିଲେ କିଛି ଭୁଲ କରିନି। ପ୍ରେମିକା ସଲୋନୀଙ୍କ ମୃତ୍ୟୁର 1.5 ମାସ ପରେ ସାମ୍ନାକୁ ଆସିଲେ ଓଡ଼ିଆ ଟ୍ରାଭେଲ ବ୍ଲଗର ଲଭ୍ ହାସ୍ତା। ନିଜ ଓଡ଼ିଆ ଟ୍ରାଭେଲର ବ୍ଲଗ ଫେସବୁକ୍ ପେଜରେ ଅପଲୋଡ କରିଲେ ଭିଡ଼ିଓ। ଯେଉଁ ଭିଡ଼ିଓରେ ବଖାଣିଛନ୍ତି ସଲୋମୀ ଓ ତାଙ୍କୁ ନେଇ ଉଠିଥିବା ବିବାଦ ଓ ତାଙ୍କ ନାମରେ ଆସିଥିବା ଅଭିଯୋଗ। ସଲୋମୀଙ୍କ ସହ କ'ଣ ଥିଲା ସମ୍ପର୍କ ସେ ନେଇ ସ୍ପଷ୍ଟ କରିନାହାନ୍ତି। ୟୁଟ୍ୟୁବରେ ଏକ ଭିଡ଼ିଓ ପୋଷ୍ଟ କରି ଲଭ୍ କହିଛନ୍ତି, ମୁଁ କୌଣସି ନିର୍ଯାତନା ଦେଇନି। ମୋ ବିଷୟରେ ସେ ସବୁ ଜାଣିଥିଲେ। ଏମିତି କିଛି ମୁଁ ଭୁଲ କରିନି ଯେ ଜଣଙ୍କ ଜୀବନ ଚାଲିଯିବ। ସତ ଦିନେ ନା ଦିନେ ସାମ୍ନାକୁ ଆସିବ ବୋଲି ଭିଡ଼ିଓ ମାଧ୍ୟମରେ କହିଛନ୍ତି ଲଭ୍। ଏହା ସହିତ ଏହି ପୋଷ୍ଟରେ ସେ ତାଙ୍କ ପ୍ରଥମ ସ୍ତ୍ରୀ ଓ ବିବାହ ବାବଦରେ କହିଥିବା ବେଳେ ଲଭ୍ ବିବାହିତ ବୋଲି ସଲୋମୀ ଜାଣିଥିଲେ। କେବଳ ବିବାହିତ ନୁହେଁ, ସଲୋମୀ ଲଭଙ୍କ ଅନେକ କଥା ଜାଣିଥିଲେ ବୋଲି ସେ ନିଜେ ଭିଡ଼ିଓରେ ସ୍ୱୀକାର କରିଛନ୍ତି।